ସାଙ୍ଗର ସାହାଯ୍ୟ ଏ ଫ୍ରେଣ୍ଡସ୍ ହେଲ୍ପ। ଗୋଟିଏ ସୁନ୍ଦର ଏବଂ ରଙ୍ଗୀନ ଜଙ୍ଗଲରେ ବିନୁ ନାମକ ଏକ ଛୋଟ ଠେକୁଆ ରହୁଥିଲା। ସେ ବହୁତ ଚଞ୍ଚଳ ଏବଂ ଦୟାଳୁ ଥିଲା। ସେ ପ୍ରତିଦିନ ଜଙ୍ଗଲରେ ଖେଳିବାକୁ ଭଲ ପାଉଥିଲା। ଦିନେ ବୁଲୁ ବୁଲୁ ବିନୁ ଏକ ବଡ଼ ଗଛ ଉପରେ ଏକ ନାଲି ରଙ୍ଗର ମିଠା ଫଳ ଦେଖିଲା। ଫଳଟି ଦେଖିବାକୁ ବହୁତ ସ୍ୱାଦିଷ୍ଟ ଥିଲା ଏବଂ ବିନୁର ସେହି ଫଳଟିକୁ ଖାଇବାକୁ ବହୁତ ଇଚ୍ଛା ହେଲା। ବିନୁ ଡେଇଁ ଡେଇଁ ଫଳଟିକୁ ଧରିବାକୁ ବହୁତ ଚେଷ୍ଟା କଲା, କିନ୍ତୁ ସେ ବହୁତ ଛୋଟ ଥିଲା ଏବଂ ଫଳଟି ବହୁତ ଉଚ୍ଚରେ ଥିଲା। ସେହି ଫଳ ପାଖରେ ପହଞ୍ଚି ପାରିଲା ନାହିଁ। ସେହି ସମୟରେ ସେଠାକୁ ଗୁଲୁ ନାମକ ଏକ ଡେଙ୍ଗା ଜିରାଫ ଆସିଲା। ସେ ବିନୁକୁ ଦୁଃଖୀ ହୋଇ ଗଛ ମୂଳରେ ବସିଥିବାର ଦେଖିଲା ଏବଂ ତାର ପାଖକୁ ଗଲା। ଗୁଲୁ ପଚାରିଲା, ବିନୁ, ତୁମେ କାହିଁକି ଦୁଃଖୀ ଅଛ? ବିନୁ ସବୁ କଥା କହିଲା। ଗୁଲୁ ହସିଲା ଏବଂ ତାର ଲମ୍ବା ବେକ୍ ସାହାଯ୍ୟରେ ସେହି ମିଠା ଫଳଟିକୁ ତୋଳି ଆଣିଲା। ଗୁଲୁ ସେହି ଫଳଟିକୁ ବିନୁକୁ ଦେଲା। ବିନୁ ବହୁତ ଖୁସି ହୋଇଗଲା। ସେ ଗୁଲୁକୁ ବହୁତ ଧନ୍ୟବାଦ ଦେଲା ଏବଂ ଦୁହେଁ ମିଶି ଫଳଟିକୁ ବାଣ୍ଟି କରି ଖାଇଲେ। କିଛି ଦିନ ପରେ ଗୁଲୁ ଏକାକୀ ଜଙ୍ଗଲରେ ବୁଲୁଥିଲା। ହଠାତ୍ ତାର ଗୋଡ଼ରେ ଏକ ଧାରୁଆ କଣ୍ଟା ପଶିଗଲା। ଗୁଲୁ ବହୁତ କଷ୍ଟ ପାଇଲା ଏବଂ ସେ ଚାଲିପାରିଲା ନାହିଁ। ଗୁଲୁ ଯନ୍ତ୍ରଣାରେ କାନ୍ଦୁଥିଲା। ଠିକ୍ ସେହି ସମୟରେ ବିନୁ ସେହି ବାଟ ଦେଇ ଯାଉଥିଲା। ସେ ଗୁଲୁର କଷ୍ଟ ଦେଖି ତୁରନ୍ତ ତାର ପାଖକୁ ଦୌଡ଼ି ଆସିଲା। ବିନୁ ଧୀରେ ଧୀରେ ଗୁଲୁର ଗୋଡ଼ରୁ ସେହି କଣ୍ଟାଟିକୁ ତାର ଛୋଟ ପାପୁଲି ସାହାଯ୍ୟରେ ବାହାର କରିଦେଲା। ଗୁଲୁକୁ ବହୁତ ଆରାମ ଲାଗିଲା ଏବଂ ତାର କଷ୍ଟ ଦୂର ହୋଇଗଲା। ଗୁଲୁ ବିନୁକୁ ଧନ୍ୟବାଦ ଦେଲା। ସେଦିନଠାରୁ ଗୁଲୁ ଓ ବିନୁ ଜଙ୍ଗଲର ସବୁଠାରୁ ଭଲ ସାଙ୍ଗ ହୋଇଗଲେ ଏବଂ ସବୁବେଳେ ପରସ୍ପରକୁ ସାହାଯ୍ୟ କଲେ।